ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 4 ତାରିଖ ଗୁରୁବାର। ଚାଲନ୍ତୁ ଜାଣିନେବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ। ଡଲାର ତୁଳନାରେ 90କୁ ଖସିଗଲା ଟଙ୍କା। ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ 90 ସ୍ତର ଅତିକ୍ରମ କରିଛି ଟଙ୍କା। ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରା ମୂଲ୍ୟ। ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଏବେ ଭାରତୀୟ ଆଜି ମଧ୍ୟ 12ଟା ସୁଦ୍ଧା 90 ଟଙ୍କା 30 ପଇସା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଏବେ ଭାରତୀୟ ରେଲୱେ ସାଧାରଣ ଜନତାକୁ ଦେଲା ଏକ ବଡ଼ ଝଟକା। ଏହି ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଗଲା ସମସ୍ତ ଟ୍ରେନ୍। ଭାରତୀୟ ରେଲୱେ କୋଭିଡ-19 ଭାଇରସ ଜନିତ ସମସ୍ତ ରେଳ ସେବାକୁ 12 ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ରେଲୱେ ବୋର୍ଡ ଏହି ସମ୍ବନ୍ଧରେ କିଛି ସୂଚନା ପ୍ରଦାନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ନିୟମିତ ସମୟ ସାରଣୀ ଥିବା ସମସ୍ତ ମେଲ୍ ଏକ୍ସପ୍ରେସ୍ ଓ ଇଣ୍ଟରସିଟି ଟ୍ରେନ୍ 12 ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ସହିତ ସମସ୍ତ ପାସେଞ୍ଜର ଟ୍ରେନ୍ ମଧ୍ୟ 12 ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ ମନ୍ତ୍ରୀ। ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ। ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର। ଧାନ ସଂଗ୍ରହ ସମୟରେ ବିଭାଗ ଭିତରେ ସମନ୍ୱୟ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରକୁ ଦାୟିତ୍ୱ ଦେବେ। ଅଫିସର ମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ନଦୀ ଜଳ ପ୍ରସଙ୍ଗକୁ ନେଇ ଏହି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ। ବିଧାନସଭାର ଶୀତକାଳୀନ ଅଧିବେଶନ ପ୍ରଶ୍ନକାଳରେ ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଡିଆ। ମନ୍ତ୍ରୀ କହିଲେ, ବିଭାଗ ପକ୍ଷରୁ ନଦୀ ଜଳକୁ 3 ମାସରେ ଥରେ ପରୀକ୍ଷା କରାଯାଉଛି। କଳକାରଖାନାରୁ ବୟବସ୍ତୁ ଆସୁଛି। ନିରନ୍ତର ଭାବରେ ନଦୀ ଜଳ ଚେକ୍ କରିବାକୁ ନିର୍ଦ୍ଦେଶ ରହିଛି। ବିଭାଗର ଅଧିକାରୀମାନେ ଭୁଲ କଲେ 1 ମାସର ଦରମା ବନ୍ଦ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଜୁଆ ଖେଳ ପାଇଁ ଆଉ ଜେଲ୍ ଯିବାକୁ ପଡ଼ିବନି। ଜରିମାନା ଦେଇ ଖସିଯିବେ ଜୁଆଡ଼ି। ରାଜ୍ୟରେ ଜୁଆ ଖେଳିକି ଧରା ପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବା ଜନିତ ଅପରାଧକୁ ମାଫ କରିଦେବେ। ଗତକାଲି ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ବିଲ୍ ପାରିତ ହୋଇଛି। ଏହି ବିଲ୍ରେ 9ଟି ବିଭାଗରେ 16ଟି ଆଇନରେ ସଂଶୋଧନ କରାଯାଇଛି। ସରକାରଙ୍କ ତରଫରୁ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମରେ ଥିବା ଜେଲ୍ ଦଣ୍ଡ ବ୍ୟବସ୍ଥାକୁ ଉଠାଯାଇଛି। ଏଣିକି ଜେଲ୍ ଦଣ୍ଡ ବଦଳରେ ଜରିମାନା ବ୍ୟବସ୍ଥା ଲାଗୁ ହେବ। ଜୁଆ ଖେଳିଲେ ପୂର୍ବରୁ ଯେଉଁ ଜରିମାନା 100 ଟଙ୍କା ଥିଲା ତାହା 5,000 ଟଙ୍କା କରାଯାଇଛି। କାରାଦଣ୍ଡ କ୍ଷେତ୍ରରେ 75,000 ଟଙ୍କା କରାଯାଇଛି। ଜୁଆ ଖେଳିଲେ ଯେଉଁ 1 ମାସରୁ 6 ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାକୁ ସମ୍ପୂର୍ଣ୍ଣ ଭାବେ ଉଠାଯାଇଛି। ପାଥୋଲୋଜି ଲ୍ୟାବରେ ଭୟଙ୍କର ଅଗ୍ନିକାଣ୍ଡ। ବୁଧବାର ସକାଳେ ଗୁଜରାଟ ଭାବନଗର ସମୀପ କମ୍ପ୍ଲେକ୍ସ ପାଥୋଲୋଜି ଲ୍ୟାବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। କାଲଭର ରୋଡରେ ଥିବା ଏହି କମ୍ପ୍ଲେକ୍ସରେ ଅନେକ ହସ୍ପିଟାଲ ରହିଛି। ଯାହା ଫଳରେ ଅଞ୍ଚଳ ସାରା ଘନ ଧୂଆଁ ବ୍ୟାପିଯିବାରୁ ରୋଗୀମାନେ ଗମ୍ଭୀର ବିପଦରେ ପଡ଼ିଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ କମ୍ପ୍ଲେକ୍ସର ବେସମେଣ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ ଦ୍ରୁତ ଗତିରେ ତୀବ୍ରତର ହୋଇଥିଲା। ଚା ବିକାଳିର ଝିଅ ଏବେ ଉଡ଼ାଇବେ ଫାଇଟର ପ୍ଲେନ୍। ତାଙ୍କ ସଫଳତାର କାହାଣୀ ଶୁଣିଲେ ଆପଣ ବି ଗର୍ବ କରିବେ। କୁହାଯାଏ କି କର୍ମ କରୁଥିଲେ ଲୋକଙ୍କର କେବେ ବି ହାର ହୁଏ ନାହିଁ। ଏହି ଚେଷ୍ଟା କରିଥାଏ ସେ ଆଜି ନହେଲେ କାଲି ଲକ୍ଷ୍ୟ ପାଇବାରେ ସଫଳ ନିଶ୍ଚୟ ହୁଏ। ମଧ୍ୟପ୍ରଦେଶର ନିମଚରେ ଚାହା ବିକୁଥିବା ସୁରେଶ ଗଙ୍ଗାବାଲଙ୍କର ଝିଅ ଆଞ୍ଚଲ ଗଙ୍ଗାବାଲ ଇତିହାସ ରଚିଛନ୍ତି। ଆଞ୍ଚଲ କେବଳ ତାଙ୍କ ପାଠପଢ଼ା, ପରିଶ୍ରମ ଓ ଚେଷ୍ଟା ସହିତ ବାୟୁସେନା ପର୍ଯ୍ୟନ୍ତ ଯାତ୍ରା ପୁରା କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର 2ଟି କଲେଜକୁ ବୋମା ଧମକ। ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର 2ଟି କଲେଜକୁ ବୋମା ଧମକ ଇମେଲ୍ ଆସିଥିଲା। ଯାହା ଫଳରେ ସୁରକ୍ଷା ଯାଞ୍ଚ ପାଇଁ ଏଜେନ୍ସି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ ଜଣକ କହିଛନ୍ତି, ଧମକ ଇମେଲ୍ ଆସିଥିଲା। ଇମେଲ୍ ଧମକଗୁଡ଼ିକ ଉତ୍ତର ଦିଲ୍ଲୀର ରାମଜସ୍ କଲେଜ ଏବଂ ଦକ୍ଷିଣ ଦିଲ୍ଲୀର ଦେଶବନ୍ଧୁ କଲେଜକୁ ପଠାଯାଇଥିଲା। ଫୁଲଦିଆ ଅଭୟାରଣ୍ୟରୁ 5 ଶିକାରୀ ଗିରଫ, 2 ଦେଶୀ ବନ୍ଧୁକ ଜବତ। ଅଭୟାରଣ୍ୟରେ ଭୟ କରୁଛନ୍ତି ବନ୍ୟଜନ୍ତୁ। ଏକଦା ଯେ ଘଞ୍ଚ ଜଙ୍ଗଲକୁ ଲୋକେ ଭୟ କରୁଥିଲେ, ତାହା ଆଜିର ଦିନରେ ଅନେକ ପରିବର୍ତ୍ତନ ହୋଇଛି। ଅଭୟାରଣ୍ୟକୁ ଅତୀତରେ ମଣିଷ ପ୍ରବେଶ କରିବା ପାଇଁ ଭୟ କରୁଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଲଟା ଦେଖାଯାଉଛି। ବନ୍ୟପ୍ରାଣୀ ଆଉ ସୁରକ୍ଷିତ ମନେ କରୁନାହାନ୍ତି। ରାଜ୍ୟ ସରକାର ଏବଂ ବନ ବିଭାଗ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏକାଧିକ
ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଖାତିର କରୁନାହାନ୍ତି ପଶୁ ଶିକାରୀ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସଂଲଗ୍ନ କୁଳଡିହା ଅଭୟାରଣ୍ୟରେ ଅବାଧ ଶିକାର ଚାଲିଛି। ବନ ବିଭାଗ ଅତିରିକ୍ତ ଚଢ଼ାଉ କରି 5 ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ଅନେକ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ ଯାତ୍ରୀଙ୍କୁ କ୍ଷମା ମାଗିଲା। ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ 2 ଦିନ ଧରି ଏକ ଗମ୍ଭୀର ପରିଚାଳନାଗତ ସଂକଟରେ ସମ୍ମୁଖୀନ ହୋଇଛି। କମ୍ପାନୀ ଅନେକ ଉଡ଼ାଣ ବିଳମ୍ବିତ ଏବଂ ବାତିଲ କରିଛି। ବାତିଲକରଣ ଯୋଗୁଁ ହୋଇଥିବା ଅସୁବିଧାକୁ ସ୍ୱୀକାର କରିଛି, ଯାହା ଯାତ୍ରୀଙ୍କୁ ଅସୁବିଧା ପକାଇଛି। ଏଥିପାଇଁ ଇଣ୍ଡିଗୋ ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛି। ଜଳିଲେ 12 ମାଓବାଦୀ, ଶହୀଦ ହେଲେ 3 ଯବାନ। ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନକାଉଣ୍ଟରରେ 12 ମାଓବାଦୀ ଜଳି ପଡ଼ିଥିବା ବେଳେ 3 ଏଆରଡି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି। 2 ଯବାନ ଗୁରୁତର ଅଛନ୍ତି। ଏବେ ଘଟଣାସ୍ଥଳରୁ SLR-303 ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। 18,111 ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କେବଳ ଏହି ଜିଲ୍ଲାରେ ସର୍ବାଧିକ। ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢ଼ାଉ ଅଭିଯାନ ଜାରି ରଖିଛି। ସ୍ୱତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ୍ ଏବଂ ସାଟେଲାଇଟ ଦ୍ୱାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷର ସମୂଳେ ଧ୍ୱଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପିଢ଼ିଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଜିଲ୍ଲାର ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯାନ ଜାରି ରଖିଛନ୍ତି। ଗଞ୍ଜେଇ ଚାଷ ହେଉଥିବା ଦୁର୍ଗମ ଅଞ୍ଚଳକୁ ଚିହ୍ନଟ କରିବା, ଏକର ଅବୈଧ ଚାଷକୁ ନଷ୍ଟ କରି ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।